ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମ ଘର ତିଆରି କରିବାର ଚତୁର୍ଥ ଦିନ। ପିଲର ଆଗରେ ସବୁ ମାଟି ଗୁଡ଼ି ପଡ଼ିଥିଲା ତ କୋଡ଼ି ଧରି ମୁଁ ସଫା କରିଦେଲି। ତ ପିଲର ବେସ୍ ତିଆରି ହେବ ତ ମୁଁ ଭାଙ୍ଗିବାରେ ଲାଗିଗଲି ଶାବଳରେ, କିନ୍ତୁ ଶାବଳରେ ହେଲାନି। ତେଣୁ ମୁଁ ହାତୁଡ଼ିରେ ବାଡ଼େଇ ମାଟି ଖୋଳି ପିଲରର ବେସ୍ ପକାଇବା ପାଇଁ କରିଦେଇଛି। ତ ଘର ଭଙ୍ଗା ହେବ, ପିଲର ଦିଆହେବ, ତ ଭଗବାନ ମହାପ୍ରଭୁଙ୍କୁ ମଧ୍ୟ ଘୁଞ୍ଚା ହେବ। ତ ଆମ ଖୁଡ଼ିକି ଡାକି ମହାପ୍ରଭୁଙ୍କୁ ଘୁଞ୍ଚେଇ ଦେଲି। ଘୁଞ୍ଚେଇ ସାରିଲା ପରେ ଯେତିକି ଫଟୋ ସବୁ କାଢ଼ିକି ସାରିଲା ପରେ ଏମିତି ଦେଖାଯାଉଛି। ତ ପିଲର ପୋତା ବେସ୍ ଦିଆହେବ, ତ ପିଲର ପାଇଁ ଗୁଡ଼ି ସିମେଣ୍ଟ ଘଣ୍ଟା ହେଲା। ଘାଣ୍ଟି ସାରିଲା ପରେ ଭୁଇଁ ଆଣିକିରି ଲେବର ମିସ୍ତ୍ରୀ ପିଲର ବେସ୍ରେ ପକାଇଦେଲି ଇଟା ଦେଇ। ଏମିତି 3ଟା ପିଲର ଆଜି ବେସ୍ ପଡ଼ିଛି ସାଙ୍ଗମାନେ। ଇଏ ହେଉଛି ଫାର୍ଷ୍ଟ ପିଲର, ତାପରେ ସେକେଣ୍ଡ ଥାର୍ଡ଼ ପିଲର। ତ କିଛି କାମ ନଥିଲେ ତ ଇଆଡ଼େ ଆସିଲେ କାନ୍ଥ ଭାଙ୍ଗିକିରି ମୁଁ ଖାଇବାକୁ ପଡ଼ିଲି। ତାପରେ ମିସ୍ତ୍ରୀ ମାନେ ଖାଇକିରି ପଳେଇକିରି ପିଲର ଦେବା ପାଇଁ ପଟାକୁ ସେଟ୍ରିଂ କଲେ। ତ କରେଣ୍ଟ ନଥିଲା ତ କିଛି କାମ ହେଇପାରିଲାନି। ତ ସେଥିପାଇଁ ମିସ୍ତ୍ରୀ ଆଉ ଲେବର ମିଶିକି ଘର ଭାଙ୍ଗୁଛନ୍ତି। ଇଆଡ଼େ ଆମ ଦଦା ଫୋନ୍ କରି କହିଦେଲେ ଟ୍ରାକ୍ଟର ଗାଡ଼ିର କ'ଣ ନଟୁ ପଡ଼ିବ, ସେଇଟା ଖରାପ ହେଇଯାଇଛି। ଆସ୍କା ମୋତେ ପଠେଇଲେ ସେ ନଟୁ ଆଣିବାକୁ। ଆଉ ମୋର କଂକ୍ରିଟ୍ ନିଡିଲ୍ କିଣିବାର ଥିଲା ତ ମୁଁ ହେଲେ ଆସ୍କା ପଳେଇ ଆସିଲି। ଆସ୍କା ଆସିଲା ପରେ ଏଇଠି ଚାଟ୍ ଦୋକାନ ଦେଖିଲି, ବହୁତ ଭୋକ କରୁଥିଲା କାମ କରିକି। ତ ଏଇଠି ଟିକେ ଆମେ ଚାଟ୍ ଖାଇଦେଲୁ। ମୋ ଦଦା ପୁଅ ଯାଇଥିଲା ଆଉ ମୁଁ ହେଲେ ଯାଇଥିଲି। ତ ଚାଟ୍ ଖାଇଦେଲୁ। ଚାଟ୍ ଖାଇସାରିଲା ପରେ ଆମେ ପହଲୁ କଂକ୍ରିଟ୍ ନିଡିଲ୍ କିଣିବା ପାଇଁ। ତ ସେଇ ଦୋକାନର ଭିଡ଼ିଓ ମୁଁ ସାଙ୍ଗମାନେ କରିପାରିନି, ତ ମୁଁ ଆପଣଙ୍କୁ ଦେଖେଇ ପାରୁନି। ଇଏ ହେଉଛି ଆମର କଂକ୍ରିଟ୍ ନିଡିଲ୍ ମେସିନ୍ଟା। ପୁଣି ଦେଖାବ ଅନ୍ୟ ଏକ ଭିଡ଼ିଓରେ।